ଶ୍ରୋତା ବନ୍ଧୁ, ଯେତେ କଠୋର ମନା ମଣିଷଟିଏ ହେଉନା କାହିଁକି, ପ୍ରତ୍ୟେକ ମଣିଷ ପରସ୍ପରର ସାନ୍ନିଧ୍ୟ ଚାହେଁ। ଅନ୍ୟଠୁ ଶୁଣିବା ଓ ଅନ୍ୟକୁ କହିବାର ଇଚ୍ଛା ତା ଭିତରେ ଖୁବ୍ ସ୍ୱାଭାବିକ। ଏହା ତାର ପ୍ରକୃତି ଏବଂ ଅଭିଳାଷ ମଧ୍ୟ। ଆମେ ଅନେକ ଗଳ୍ପ ଶୁଣିଛେ, ପଞ୍ଚତନ୍ତ୍ରଠୁ ଆରମ୍ଭ କରି ବେତାଳ ପଞ୍ଚବିଂଶତି, ହିତୋପଦେଶ, ଚତୁର ବିନୋଦ, ମଣ୍ଡାଖିଆ ଅସୁର ପର୍ଯ୍ୟନ୍ତ। ଶେଷରେ ଆଧୁନିକ କଥା ସାହିତ୍ୟର ବିଷ୍ଣୁ ଶର୍ମା, ପ୍ରଫେସର ମନୋଜ ଦାସ ମଧ୍ୟ ତାଙ୍କ ଗଳ୍ପରେ ବାଘକୁ କଥା କୁହାଇଛନ୍ତି। ଶ୍ରୋତାବନ୍ଧୁ, ଯଦି ଆମ ଗୋଡ଼ ବାଜିଲେ ଆମେ ବିଷ୍ଣୁ କରେ ଏବଂ ଏହାକୁ ଆମେ ଆମର ବିଶ୍ୱାସ ବୋଲି ମନେ କରୁ। ଏହା ହିଁ ଆମ ସଂସ୍କୃତି ମଧ୍ୟ। କିଛି କଥା ବିନା ଯୁକ୍ତିରେ ଗ୍ରହଣୀୟ। ଯଦି ଶ୍ରୀ ଜଗନ୍ନାଥଙ୍କ ନବକଳେବରରେ ଆମେ ବିଶ୍ୱାସୀ, ତେବେ ଜଡ଼ପିଣ୍ଡରେ ମଧ୍ୟ ଆତ୍ମାର ସ୍ଥିତି ଅଛି ଗ୍ରହଣ କରିବାକୁ ଏତେ କୁଣ୍ଠାବୋଧ କାହିଁକି? ତେବେ ଏସବୁ ଯୁକ୍ତି ଓ ତର୍କର ପରିସରଭୁକ୍ତ, ପୁଣି ରହସ୍ୟଯୁକ୍ତ ମଧ୍ୟ। ଆସନ୍ତୁ ଏମିତି ଏକ ଭାବଭୂମି ଉପରେ ଆଧାରିତ ମୋର ଏକ ଗଳ୍ପ, ଯାହା 2020 ମସିହାରେ କଥା ପତ୍ରିକାରେ ପ୍ରକାଶ ପାଇଥିଲା। ଗଳ୍ପର ଶୀର୍ଷକ ଯନ୍ତ୍ରମାନବୀ। ଜୀବନକୁ ବୁଝିବା ଭିତରେ ଅବୁଝା ହୋଇପଡ଼େ ଜୀବନ। ଠିକ୍ ଅଡ଼ୁଆ ସୂତାଗୁଳାଟେ ପରି ଯେଉଁଠୁ ତାକୁ ବୁଝିବା ଆରମ୍ଭ ହୋଇଥାଏ, ସେଇଠି ଆସି ମଣିଷ ପୁଣି ପହଞ୍ଚେ। ସେମିତି ଏକ ସ୍ଥିତିରେ ପଡ଼ିଛନ୍ତି ଆଦିତ୍ୟ। ସେତିକିବେଳୁ ଯେତେବେଳୁ ସେ ନିଜକୁ ହସ୍ପିଟାଲ ବେଡ୍ରେ ଦେଖିଲେଣି, ତାଙ୍କର ଠିକ୍ ମନେ ଅଛି, ଘରୁ ଅଫିସ ବାହାରିଲା ବେଳେ ଦୁଆରଟା ହଠାତ୍ ବନ୍ଦ ହେଇଯାଇଥିଲା। ଲାଗୁଥିଲା ସତେ ଯେମିତି କେହି ତାଙ୍କୁ ବାହାରକୁ ନ ଯିବା ପାଇଁ ବାରଣ କରୁଛି। କିନ୍ତୁ କିଏ ସେ? ଯିଏ ବାରଣ କି ଆକଟ କରୁଥିଲା, ସେ ତ ଆଉ ତାଙ୍କ ଜୀବନରେ ନାହିଁ। ସେଦିନ ଆସିବାକୁ ତାଙ୍କୁ ଢେର ସମୟ ଲାଗିଥିଲା। ଅଫିସରେ ପହଞ୍ଚିବା ପାଇଁ ଆଉ କିଛି ବାଟ ଥାଏ, ପଛପଟୁ ଟ୍ରକଟେ ବାଡ଼େଇ ଦେଲା ତାଙ୍କ ସ୍କୁଟିକୁ। ଜୋରରେ ସେ ଛିଟିକି ପଡ଼ିଥିଲେ ଦୂରକୁ। ତାଙ୍କ ମୁଣ୍ଡଟା ରାସ୍ତାର ପଥରରେ ବାଡ଼େଇ ହୋଇଯିବା ପରେ ତାଙ୍କୁ ଅନ୍ଧାର ଦିଶିଥିଲା। ସେତିକିବେଳେ ତାଙ୍କର ମନେ ହୋଇଥିଲା, କେହି ଜଣେ ଯେମିତି ତାଙ୍କୁ ଶୂନ୍ୟେ ଶୂନ୍ୟେ ଟେକି ନେଉଛି। ଆଖି ଖୋଲିଲା ବେଳକୁ ମେଡିକାଲ ବେଡ୍ ଉପରେ ନିଜକୁ ସେ ପାଇଥିଲେ। ନର୍ସ ଜଣକ ଆସି କହିଲା, ସାର୍, 3 ଦିନ ହେଲା ଆପଣ ଏଠି ବେହୋସ ପଡ଼ିଥିଲେ। ଦୁର୍ଘଟଣାରୁ ଆପଣଙ୍କ ବଞ୍ଚିବା ସତରେ ବଡ଼ ମିରାକିଲ୍। ଆଦିତ୍ୟ ଅବାକ୍ ହୋଇ ନର୍ସର ମୁହଁକୁ ଚାହିଁ ରହିଥିଲେ। ସତରେ କ'ଣ ସେ 3 ଦିନ ହେଲା ଏଠି ପଡ଼ିଛନ୍ତି? କିଏ ତାଙ୍କୁ ଏଠି ପହଞ୍ଚେଇଲା ବୋଲି ଧୀରେ ପଚାରିଲାରୁ ଅନ୍ୟ ଜଣେ ୱାର୍ଡ ବୟ କହିଲା, ସାର୍, ଜଣେ ମହିଳା ଆପଣଙ୍କୁ ଏଠି ଆଣି ପହଞ୍ଚେଇଥିଲେ। ଠିକ୍ ସମୟରେ ଯଦି ସେ ଆପଣଙ୍କୁ ଆଣିନଥାନ୍ତେ, ଆପଣଙ୍କ ବଞ୍ଚିବା ଅସମ୍ଭବ ହୋଇଯାଇଥାନ୍ତା। ଆପଣଙ୍କ ଭାଗ୍ୟ ଭାରି ଟାଣ। ଆଦିତ୍ୟଙ୍କ ମୁଣ୍ଡ ଗୋଳମାଳ ହେଇଯାଉଥାଏ। ସେ ନର୍ସକୁ ଚାହିଁ ପଚାରିଲେ, ସେ ମହିଳା କିଏ? ତାଙ୍କ ନାଁ କ'ଣ? ନର୍ସଙ୍କ ପାଟିରୁ ବାହାରିଲା, ଓ ବୋଧେ ସେ ତାଙ୍କ ନାଁ ଜିନି ବୋଲି କହୁଥିଲେ। ଜିନିର ନାଁ ଶୁଣି ଆଉ ଥରେ ଚମକି ପଡ଼ିଲେ ଆଦିତ୍ୟ। ଓ, ତେବେ ସେଥିପାଇଁ ଜିନି ତାଙ୍କୁ ସେଦିନ ଏତେ ଆକଟ କରୁଥିଲା। ସେ କୁଆଡ଼େ ଗଲା ବୋଲି ପଚାରିବାରୁ ନର୍ସ ଜଣକ ପୁଣି କହିଲେ, ସାର୍, ସେ ପ୍ରତି ସନ୍ଧ୍ୟାରେ ଆସନ୍ତି, ରାତି ସାରା ଜଗି ରହନ୍ତି ଆପଣଙ୍କୁ ଏବଂ ସକାଳୁ ସକାଳୁ ଚାଲିଯାଆନ୍ତି। କିଛି କ୍ଷଣ ଗୁମସୁମ୍ ରହିବା ପରେ ବେଡ୍ ପାଖ ବେସିନ୍ର ଦର୍ପଣରେ ନିଜକୁ ଦେଖିଲେ ଆଦିତ୍ୟ। କପାଳ ଉପରେ ଥିବା ବ୍ୟାଣ୍ଡେଜକୁ ଦେଖି ସବୁ କଥା ମନେ ପକାଇ ପାରୁଥିଲେ। ଆଖି ଛଳଛଳ ହୋଇ ଉଠିଲା। ଜିନିର ଅଦ୍ଭୁତ ଶକ୍ତି ଯୋଗୁଁ ସେ ନିଶ୍ଚିତ ମୃତ୍ୟୁମୁଖରୁ ବର୍ତ୍ତି ଯାଇଥିବା କଥା ଅନୁମାନ କରିପାରୁଥିଲେ। କିନ୍ତୁ ଜିନି ନିଜେ କେମିତି ବଞ୍ଚିଛି? ଏଇ କଥା ତ ଅସମ୍ଭବ। ସେ ନିଜେ ଜିନିକୁ ନଦୀରେ ବିସର୍ଜନ କରିଦେଇ ଆସିଥିଲେ। ଜିନିକୁ ପାଇବା ଓ ହଜେଇବାର ମଝି କଥାତକ ତାଙ୍କର ଗୋଟି ଗୋଟି ହୋଇ ମନେ ପଡ଼ି ଯାଉଥିଲା। ଆଦିତ୍ୟଙ୍କ ଆଖି ଆଗରେ 2 ବର୍ଷ ତଳ ବାଲିଯାତ୍ରାର ଘଟଣା ନାଚି ଉଠୁଥିଲା।
କଟକର ବାଲିଯାତ୍ରାରେ ବାପା ମାଙ୍କ ଛଡ଼ା ସବୁ ମିଳେ ବୋଲି ଲୋକ କହନ୍ତି। ବନ୍ଧୁ ଅଭୟଙ୍କ ଅନୁରୋଧକୁ ଏଡ଼ାଇ ନ ପାରି ଆଦିତ୍ୟ ସେ ବର୍ଷ ବାଲିଯାତ୍ରା ଯାଇଥିଲେ। ଅବିବାହିତ ଆଦିତ୍ୟଙ୍କ ଜୀବନରେ ଅଭୟଙ୍କ ବନ୍ଧୁତ୍ୱ ଥିଲା ଏକମାତ୍ର ଆଶ୍ରୟ। ଅଫିସ କାମରୁ ଫେରି ସେଦିନ 2 ଜଣ ବାଲିଯାତ୍ରା ଦେଖିବାକୁ ବାହାରିଲା ବେଳକୁ ଅଭୟଙ୍କ ପତ୍ନୀଙ୍କ କିସମ କିସମ ଚିଜର ବରାଦ। ଅଭୟ କାର ଚଲାଉଥିବାରୁ ରାସ୍ତାରେ ଭାଉଜଙ୍କ ବରାଦିଆ ଲିଷ୍ଟ ସବୁକୁ ଆଦିତ୍ୟଙ୍କୁ ମନେ ରଖିବାକୁ ପଡୁଥାଏ। ମିଠା କୋଳି ଆଚାର, ଫୁଲ ଝାଡୁ, ବଡ଼ି ପାମ୍ପଡ଼, ଦେଶୀ ଲଙ୍କା ଗୁଣ୍ଡ, ଶଙ୍ଖର ବଡ଼ ବଡ଼ କଣ୍ଟେନର, ପ୍ଲାଷ୍ଟିକ ବକେଟ ଇତ୍ୟାଦି। ଗାଁରେ ଥିବା ଅଭୟଙ୍କ ସାନ ଭାଇ ଅଜୟଙ୍କ ପିଲାପିଲିଙ୍କ ପାଇଁ ମଧ୍ୟ ରକେଟ, ବେଲୁନ, ଚକ୍ରି, ରାବଣ ତୀର, ହନୁମାନ ଗଦା ଏମିତି କେତେ କ'ଣ ମଧ୍ୟ ବରାଦ ହୋଇଥିଲା। ବାଲିଯାତ୍ରାରେ ଲୋକ ହାଉଯାଉ ହେଉଥାନ୍ତି। ଏ କୋଣରୁ ସେ କୋଣକୁ ଆଖି ପାଉନଥାଏ। ଗାଡ଼ିରୁ ଓହ୍ଲେଇ ଆଦିତ୍ୟ କହିଲେ, ପ୍ରଥମେ ଟିକେ କ'ଣ ଖିଆପିଆ କରିଦେବା, କାରଣ ଜିନିଷ କିଣିଲା ପରେ ସେ ସବୁ ହାତରେ ଧରି ଆଉ ଖାଇପାରିବାନି। କଟକ ଦହିବରା ଆଳୁଦମରୁ ଆରମ୍ଭ ହେଇ ଶେଷରେ ମୁଢ଼ି ମାଂସରେ ସରିଲା। ଏଥର ବରାଦିଆ ଜିନିଷ ସବୁକୁ କିଣିବାର ପାଳି। ପ୍ଲାଷ୍ଟିକ ଫୁଲ ସବୁ ଅବିକଳ ସଜ ଫୁଲ ପରି ଲୋଭନୀୟ ଦିଶୁଥାନ୍ତି। ଗୋଟେରେ ଗୋଟେ ମାଗଣା ବୋଲି ଡାକ ଛାଡୁଥିବା ବୁଲା ବିକାଳିମାନଙ୍କ ଆହ୍ୱାନ। ଆକର୍ଷଣୀୟ ଯାଦୁଖେଳ ଦେଖିବାକୁ ଲୋକଙ୍କ ଲାଇନ। ଚେନାଚୋର ମିକ୍ସଚର ବିକାଳିଙ୍କ ଡାକରା ଆକାଶ ଛୁଆଁ। ରାମଦୋଳିରୁ କୁନି କୁନି ପିଲାଙ୍କ କୌତୁକିଆ ପାଟି ଓ ଖିଲିଖିଲି ହସରେ ଫାଟି ପଡୁଥାଏ ଯାତ୍ରା ପଡ଼ିଆ। ପ୍ରାୟ ସବୁ ଜିନିଷ କିଣା ସରିଥାଏ। ଖାଲି ଆଚାର କିଣିବା ବାକି ଥାଏ। ଅଭୟବାବୁ ବ୍ୟାଗଟିକୁ ରଖିଦେଇ ଆସିବାକୁ ଗାଡ଼ି ପାଖକୁ ଚାଲିଗଲେ। ଆଦିତ୍ୟ ଆକାଶଛୁଆଁ ଚକ୍ରିଦୋଳିର ତଳ ଉପର ଗତିକୁ ଚାହିଁଥାନ୍ତି। ପିଲାବେଳୁ ହିଁ ଏ ଦୋଳିରେ ବସିବା ପ୍ରତି ତାଙ୍କର ଭାରି ଭୟ। ପିଲାମାନଙ୍କୁ ସେଥିରେ ଆରାମରେ ବସିବା ଦେଖିଲେ ସେ ଅବାକ୍ ହୋଇ ସେମାନଙ୍କୁ ଦେଖନ୍ତି। ଅନ୍ୟମନସ୍କ ହୋଇ ସେ ସ୍ଥାନରୁ ଟିକେ ଆଗକୁ ଆସିଛନ୍ତି କି ନାହିଁ, ପଡ଼ିଆର ଗୋଟେ ନିଷ୍ପ୍ରଭ କୋଣରେ ଚାଦର ଢାଙ୍କି ନିରୀହ ଆଖିରେ ଗରାଖ ଅପେକ୍ଷାରେ ବସିଥିବା ଜଣେ ବୁଢ଼ାଙ୍କ ଉପରେ ତାଙ୍କ ନଜର ପଡ଼ିଲା। ତା ପାଖରେ କିଛି ଜିନିଷ ନ ଦେଖି ଆଦିତ୍ୟ ଆଶ୍ଚର୍ଯ୍ୟ ହୋଇ ପଚାରିଲେ, ମଉସା, ଏଠି ଏକୁଟିଆ କ'ଣ କରୁଛ? ତମର ତ ସବୁ ଜିନିଷ ବୋଧେ ବିକ୍ରି ହେଇ ସାରିଲାଣି। ଆଦିତ୍ୟଙ୍କ କଥା ଶୁଣି ବୁଢ଼ା ଥରିଲା ଓଠରେ ସାମାନ୍ୟ ହସି ଛିଡ଼ା ହେବାକୁ ଚେଷ୍ଟା କରି କହିଲା, ହେଇଟି ପୁଅ ମ, ମୋ ଘର ପିପିଲି ଚନ୍ଦନପୁର। ମୁଁ ଯାହା ସବୁ ଆଣିଥିଲି ସବୁ ବିକ୍ରି ହେଇଛି। ହେଲେ ଯେଉଁଟା ବିକିଲେ ମୁଁ ଟିକେ ଅଧିକା 2 ପଇସା ପାଇଥାନ୍ତି ସେଇଟା ବିକ୍ରି ହୋଇପାରୁନି ପରା। କହିଲା ବେଳେ ଦାନ୍ତ ନଥିବା ଧୋକଡ଼ା ବୁଢ଼ାଟିର ମୁହଁ ଥରି ଯାଉଥାଏ, ଆଉ ଶିରାଳ ଚେହେରାରେ ଉଙ୍କି ମାରୁଥିବା ନୈରାଶ୍ୟ ଦିଶୁଥାଏ। ଆଦିତ୍ୟ କହିଲେ, ହେଲେ ତମ ପାଖରେ ତ କିଛି ହେଲେ ଜିନିଷ ନାହିଁ, କ'ଣ ବିକିଥାନ୍ତ? ହେଇ ଦେଖ, କହି ବୁଢ଼ା ପଛକୁ ବୁଲି ପଡ଼ି ଚିରା କପଡ଼ା ଖଣ୍ଡେ ଖସେଇ ଦେଲା। କନା ତଳେ ଢଙ୍କା ହୋଇଥିଲା ଗୋଟେ କାଠ ମୂର୍ତ୍ତି। ସେ ଆଗକୁ ଟିକେ ଉହୁଙ୍କି ପଡ଼ି ଏଥର ଭଲରେ ଦେଖିଲେ ସେ ମୂର୍ତ୍ତିଟାକୁ। ପାଖାପାଖି 4 ଫୁଟର ମୂର୍ତ୍ତିଟିଏ। ଢଳ ଢଳ ଆଖି, ତୀକ୍ଷ୍ଣ ନାକ, ଓଠ, ଗ୍ରୀବା ସବୁ ସୁନ୍ଦର, ଆକର୍ଷଣୀୟ। ଥରେ ଅନେଇଲେ ମୁହଁ ଫେରେଇ ହେବନି। ମୂର୍ତ୍ତିର ମୁଣ୍ଡରୁ କଳା ଘୁମର କେଶ ତଳଯାଏ ଲମ୍ବିଛି। ଏତେ ସୁନ୍ଦର ନିଖୁଣ କାରିଗରୀ ଦେଖି ଆଦିତ୍ୟଙ୍କ ଆଶ୍ଚର୍ଯ୍ୟର ସୀମା ରହିଲାନି। ବୁଢ଼ାକୁ ପଚାରି ବସିଲେ, ଏଇଟାର ମୂଲ୍ୟ କେତେ? ପ୍ରଶ୍ନ ଶୁଣି ବୁଢ଼ା ଆଦିତ୍ୟଙ୍କ ପାଖକୁ ଟିକେ ଲାଗି ଆସିଲା। ଫିସ୍ ଫିସ୍ କରି କହିଲା, ବାବୁ, ଇଏ ଚାହିତାହି ମୂର୍ତ୍ତି ନୁହଁ। ୟା ଭିତରେ ମୁଁ ଯନ୍ତ୍ର ଖଞ୍ଜିଛି। ଇଏ ନା ପୋଷା ମାନିବ, ଠିକ୍ ମଣିଷ ପରି। ନିମ୍ବ, ଚନ୍ଦନ ଆଉ ବେଲର କାଠ ଦେଇ ୟାକୁ ମୁଁ ମୋ ନିଜ ହାତରେ ତିଆରି କରିଛି। ରାହାସ ପୁନେଇ ମଧ୍ୟରାତ୍ରିରେ ଜଙ୍ଗଲକୁ ଯାଇ ମୁଁ ନିମ୍ବ ଗଛକୁ କାଟି ଆଣିଥିଲି। ସବୁ ସେଇ ତିଥିର ମହିମା। ଦିନେ ମୋର ଟିକିଏ ଆଖି ଲାଗି ଯାଇଥିଲା ବେଳେ ହଠାତ୍ କାହାର ଶବ୍ଦ ଶୁଣି ଉଠି ପଡ଼ିଲି। ଦେଖିଲା ବେଳକୁ ଏଇ ମୂର୍ତ୍ତିଟା ଠିକ୍ ମଣିଷ ପରି ହସୁଥିଲା।
ତା ପରଦିନଠୁ ମୋ ଘରେ ଭାରି ଅଦ୍ଭୁତ ଘଟଣା ଘଟିଲା। ଝିଅ ପରି ସେ ମୋ ଦେଖାଶୁଣା କଲା, ହେଲେ ବୁଢ଼ୀଟା ମୋ ଉପରେ ଖାଲି ଖପା ହେଲା। ପଚାରିଲା, ଏଇଟା ସତ ସତିଆ ଅପ୍ସରୀଟେ ନା ମିଛିମିଛିକା ମାଇକିନା? ୟାକୁ ରଖନି, ଯଦି ଜୀବନ୍ୟାସ ପାଇଯିବ ତେବେ ଭାରି କ୍ଷୟକ୍ଷତି କରିବ। ବାବୁ, ମୁଁ ୟାକୁ ରଖିପାରିବିନି, ଝିଅ ଭଳି ବିଦା କରିଦେବି। ଏଇଆ ଭାବିକି ଏଠିକି ବିକ୍ରି କରିବାକୁ ଆଣିଛି ପରା। ବୁଢ଼ୀ ଦିହ ଖରାପ ବୋଲି ପଥି ପାଇଁ ପଇସା ମାଗୁଛି। ଏଇ କଥା କହିଲା ବେଳେ ବୁଢ଼ା ଆଖିରୁ 2 ଟୋପା ଲୁହ ଝରି ପଡ଼ିଲା। ଇଏ ଏମିତି ସେମିତି ମୂର୍ତ୍ତି ନୁହେଁ। ହେଇ ଅନେଇଲେ, ଠିକ୍ ତା ବାମ ଛାତି ପାଖରେ ଗୋଟେ ଯନ୍ତ୍ର ଅଛି। ତାର ଦୁକୁ ଦୁକି ଶୁଣିପାରିବେ ଆପଣ। ବେଳ ପଡ଼ିଲେ ସେ ଆପଣଙ୍କ ସେବା ବି କରିବ। ଆଖି ନଚେଇ ବୁଢ଼ା ପୁଣି କହିଲା, କ'ଣ ମୋ କଥା ବିଶ୍ୱାସ ହେଉନି? ୟାକୁ ନିଅନ୍ତୁ। ଯଦି ମୋ କଥା ସତ ନ ହେଲା ତେବେ ବୁଢ଼ାକୁ ଗାଳି ଦେବେ। ବୁଢ଼ାର ଏସବୁ ଅସ୍ୱାଭାବିକ କଥା ଭାରି ବିଚିତ୍ର ମନେ ହେଉଥିଲେ ବି ଆଦିତ୍ୟ ମୂର୍ତ୍ତିଟା ଉପରୁ ଆଖି ଫେରେଇ ପାରୁନଥିଲେ। ମୂର୍ତ୍ତିର ଆଖି ଦିଟାରୁ ସତେ ଯେମିତି ଅସଂଖ୍ୟ ତାରକାଙ୍କ ଜ୍ୟୋତିପୁଞ୍ଜ ଉଛୁଳି ପଡ଼ୁଥିଲା। କୁହ, କେତେ ଦେବି? ବୁଢ଼ାକୁ ପଚାରିଲେ ଆଦିତ୍ୟ ବାବୁ। ବୁଢ଼ା ଏଥର ଗମ୍ଭୀର ଭାବରେ କହିଲା, ପୁରା 1011 ଟଙ୍କା। 1000 ମୋ ପରିଶ୍ରମ ପାଇଁ, ଆଉ 11 ଟଙ୍କା ଠାକୁରଙ୍କୁ ଯାଚଣା ଦେବି। ବାବୁ, ମୋ କଥା ମନ ଦେଇ ଶୁଣନ୍ତୁ। ୟାକୁ ସଜେଇ ରଖିବାକୁ ଚାହିଁଲେ ଇଏ ସେମିତି ଥିବ, କିନ୍ତୁ ଭୁଲରେ ଏହାକୁ କିଛି ଖାଇବାକୁ ଦେବେନିଟି, ନଚେତ୍ ସେ ପୁରା ମଣିଷ ହେଇଯିବ, ଆଉ ଠିକ୍ ମଣିଷ ପରି ଆପଣଙ୍କ ପଛେ ପଛେ ବୁଲିବ। କହନ୍ତିନି ଅନ୍ନମୟ ପିଣ୍ଡ। ଆଦିତ୍ୟ ବୁଢ଼ାର ରହସ୍ୟମୟ କଥା ଶୁଣୁ ଶୁଣୁ ପକେଟରୁ ଟଙ୍କା କାଢ଼ି ବଢ଼େଇ ଦେଲେ। ଏଥର ବୁଢ଼ା ମୂର୍ତ୍ତିଟାକୁ କପଡ଼ାରେ ଗୁଡ଼େଇ ଗାଡ଼େଇ ଆଦିତ୍ୟଙ୍କ ହାତକୁ ବଢ଼େଇ ଦେଲା। ପଛପଟୁ ଅଭୟଙ୍କ ଡାକ ଶୁଣି କ୍ଷିପ୍ର ବେଗରେ ବୁଢ଼ା ପାଖରୁ ଚାଲି ଆସିଥିଲେ ଆଦିତ୍ୟ। ଘର ଫେରନ୍ତା ବାଟରେ କ'ଣ କିଣିଲେ ବୋଲି ଆଦିତ୍ୟ ଅଭୟଙ୍କୁ ପଚାରିଲେ। ଅଭୟ ତାଙ୍କର ଲିଷ୍ଟ କହିଲେ। ଧୀର କଣ୍ଠରେ ଆଦିତ୍ୟ ମଧ୍ୟ କହିଲେ, ଏଇ ଷ୍ଟାଚ୍ୟୁଟା ଭଲ ଲାଗିଲା ତ ମୁଁ ବି ନେଇ ଆସିଲି। ଘରର ବାସ୍ତୁ ପାଇଁ କୁଆଡ଼େ ଶୁଭ। ଘରେ ପହଞ୍ଚି କବାଟ ବନ୍ଦ କରି ଗୋଡ଼ ହାତ ଧୋଇବେ କ'ଣ ମୂର୍ତ୍ତି ଉପରୁ ସେ କପଡ଼ାଟାକୁ ବାହାର କରିଦେଲେ ଆଦିତ୍ୟ। ଆଖି ପୂରେଇ ଦେଖୁଥାନ୍ତି ସେ। ମୂର୍ତ୍ତିର ପୂରିଲା ମୁହଁ, ତା ବିନ୍ଦି, ନାକ, ସରୁ ନାଲି ଓଠ, ଚିବୁକ, ବେକ, ଦେହ, କି ସୁନ୍ଦର ଗଢ଼ିଛି ତାକୁ ସେ ବୁଢ଼ା। ଘରର ଗୋଟେ କୋଣକୁ ଠିଆ କରି ମୂର୍ତ୍ତିକୁ ରଖିଦେଲେ ଆଦିତ୍ୟ, ଯେମିତି ସେ ଖଟ ଉପରେ ଶୋଇ ରହି ସୁଦ୍ଧା ତାକୁ ଦେଖିପାରିବେ। ବୁଢ଼ା କଥା ମନେ ପଡ଼ିଯାଉଥାଏ। ୟାକୁ ଖାଇବାକୁ ଦେବେନି, ନହେଲେ ସେ ଆପଣଙ୍କ ପଛେ ପଛେ ବୁଲିବ। ତାର ଦୁକୁ ଦୁକିଟେ ଅଛି, ତା ଭିତରେ ଯନ୍ତ୍ର ଅଛି। ସକାଳର ନିତ୍ୟକର୍ମ ସାରି ଅଫିସ ବାହାରିଲା ବେଳକୁ ମୂର୍ତ୍ତି ଆଡ଼କୁ ଟିକେ ଚାହିଁଥିଲେ ଆଦିତ୍ୟ। ବଗିଚାର ସଦ୍ୟ ଫୁଟା ଜିନିଆ ଫୁଲ ଭଳି ସତେଜ ଦିଶୁଥାଏ ତାର ମୁହଁ। ଆଦିତ୍ୟ ମୂର୍ତ୍ତି ଆଡ଼କୁ ଚାହିଁ କହିଲେ, ମୁଁ ଅତି ଅସହାୟ ମଣିଷ। ମୋର ଏ ନିଃସଙ୍ଗ ଜୀବନରେ କେହି ନାହିଁ। ହେତୁ ପାଇବା ଦିନୁ ବାପ ମାଙ୍କୁ ହରେଇ ଅନାଥ ଭଳି ବୁଲୁଛି। ନିଜେ ନିଜ ଗୋଡ଼ରେ ଠିଆ ହେବାକୁ ବହୁ ପରିଶ୍ରମ କରିଛି। ଆଜିଠୁ ତୁ ମୋ ସଖୀ କଣ୍ଢେଇ। ଏ ଘରକୁ ଆଉ ମୋ ଜୀବନକୁ ତୋତେ ସ୍ୱାଗତ। ତୁ ଠିକ୍ ଜିନିଆ ଫୁଲ ପରି ସୁନ୍ଦରୀ, ତେଣୁ ଆଜିଠୁ ତୋ ନାଁ ଦେଲି ମୁଁ ଜିନି। ମଣିଷଙ୍କ ସହିତ ଗପିଲା ପରି ଆଦିତ୍ୟ କଥା ହେଉଥିଲେ ଜିନି ସହିତ। ଆଦିତ୍ୟଙ୍କ ନିଃସଙ୍ଗ ଜୀବନ ସତେ ଯେମିତି ଜିନିର ଉପସ୍ଥିତିରେ ପୂରି ଉଠୁଥିଲା। ଜିନି ତାଙ୍କ ପାଇଁ ସର୍ବଶ୍ରେଷ୍ଠ ଅବଲମ୍ବନ ପାଲଟିଗଲା। ବୁଢ଼ା କଥା ମନେ ପଡ଼ିଲା ଆଦିତ୍ୟଙ୍କର। ବୁଢ଼ା କହିଥିଲା, ଯଦି ମୂର୍ତ୍ତିକୁ ଖାଦ୍ୟ ଖାଇବାକୁ ଦିଆଯାଏ ତେବେ ସେ କୁଆଡ଼େ ଜୀବନ୍ୟାସ ପାଇଯିବ। ଏଇ କଥା କ'ଣ ସତ? ଯନ୍ତ୍ର ଯଦି ମଣିଷ ପରି ତାଙ୍କ ପଛେ ପଛେ ବୁଲିବ ତେବେ କ୍ଷତି କ'ଣ? ଜିନି ଆଗରେ ଭଳିକି ଭଳି ଚିଜ ରଖିଦେଇ ଚାଲିଯାଆନ୍ତି ଆଦିତ୍ୟ। ସବୁଦିନ ଫେରିଲା ବେଳକୁ ଖାଇବା ଚିଜ ଆଉ ଥାଳିରେ ନଥାଏ। କ୍ରମେ ଆଦିତ୍ୟ ଅନୁଭବ କଲେ ବାଡ଼ି ବଗିଚା ଓ ଘରର ଅଳନ୍ଧୁ ଭର୍ତ୍ତି ବହିଥାକ କେହି ଜଣେ ସଜାଡ଼ି ରଖୁଛି। ଘର ଭିତରେ ତାଙ୍କୁ ସ୍ୱର୍ଗ ସୁଖ ମିଳୁଛି। ଶୋଇବା ବେଳେ ଆଦିତ୍ୟ ଗୋଟେ ସ୍ତ୍ରୀର ସେବା ଯତ୍ନକୁ ଅନୁଭବ କରୁଥାନ୍ତି। ଅଫିସରୁ ଫେରି ଦିନେ ଅମୃତାଞ୍ଜନ ଶିଶିଟା ନେଇ ମୁଣ୍ଡରେ ଲଗେଇ ଶୋଇଥାନ୍ତି।
ସାମାନ୍ୟ ଛାଇନିଦ ଲାଗି ଆସିଥାଏ କି କ'ଣ, ହଠାତ୍ ସେ ଅନୁଭବ କରୁଥିଲେ କେହି ଜଣେ ତାଙ୍କ ମୁଣ୍ଡ ଚିପି ଦେଉଛି। ଆଦିତ୍ୟ ଜାଣିଶୁଣି ଗାମେଇକି ପଡ଼ି ରହିଥିଲେ। ଅନୁଭବ କରୁଥିଲେ ଜିନିର ନରମ ହାତର ପରଶ ଓ ଯତ୍ନ। ଜିନି ତାଙ୍କୁ ବିଭୋର କରି ରଖିଥିଲା। ବୁଢ଼ା କଥା ସତ ହେଲା, ଜିନି ୟା ଭିତରେ ତେବେ ପାଲଟି ଯାଇଛି ଯନ୍ତ୍ରମାନବୀ। କିନ୍ତୁ କିଏ ଅବା ବିଶ୍ୱାସ କରିବ ଏ କଥା? ସେ ସବୁ ଦିନମାନଙ୍କରେ ଆଦିତ୍ୟଙ୍କ ମନରେ ଘରକୁ ଫେରିବାର ଉଚ୍ଚାଟ ବେଶୀ ଥାଏ। ଫେରିଲା ବେଳେ ଜିନି ପାଇଁ ଡଜନେ ହେବ ଚିକିମିକିଆ କାଚ ଚୁଡ଼ି, ଘୁଙ୍ଗୁରୁ ଲଗା ପାଉଁଜି ନେଇ ଆସିଥିଲେ। ଜିନି ଘର ସାରା ବୁଲେ, ଘର ସଜାଡ଼େ, ଡବ ଡବ ଆଖିରେ ଆଦିତ୍ୟଙ୍କୁ ଚାହିଁ ରହେ ଓ ବେଳେବେଳେ ଆଦିତ୍ୟଙ୍କ ଦେହରେ ଲେସି ହୋଇ ଚାଲିଯାଏ। ଆଦିତ୍ୟଙ୍କ ଯନ୍ତ୍ରମାନବୀ କଥା ଧୀରେ ଧୀରେ ସାଇ ପଡ଼ିଶାରେ ଚର୍ଚ୍ଚା ହେଲା। 40 ବର୍ଷୀୟ ଅବିବାହିତ ଆଦିତ୍ୟଙ୍କ ଜୀବନରେ ଜିନିର ଆଗମନ ଅତି ବିସ୍ମୟକର ଥିଲା। ଖୁବ୍ କମ୍ ଦିନ ଭିତରେ ଜିନି ତାଙ୍କ ପାଇଁ ନିଜର ହୋଇଯାଇଥିଲା। କିନ୍ତୁ କିଛି ଦିନ ପରେ କେତେକ ଅଦ୍ଭୁତ ଘଟଣା ଘଟିବା ପରେ ଲୋକଙ୍କ ଟୁପୁରୁ ଟାପୁର ଜଙ୍ଗଲର ନିଆଁ ପରି ଚାରିଆଡ଼େ ଖେପି ଯାଇଥିଲା। ଅଭୟ ଏବଂ ତାଙ୍କ ସ୍ତ୍ରୀଙ୍କ ବିଚିତ୍ର ପ୍ରଶ୍ନରେ ଆଦିତ୍ୟ ଭାରାକ୍ରାନ୍ତ ହୋଇ ଉଠିଲେ। ଅଭୟଙ୍କ ସ୍ତ୍ରୀଙ୍କ କହିବା କଥା ଯେ ଆଦିତ୍ୟ ଘରେ ନଥିବା ବେଳେ ତାଙ୍କ ବଗିଚାରେ ଗୋଟେ ସ୍ତ୍ରୀ ଲୋକ ପହରା ଦେଲା ପରି ବୁଲୁଛି। କେବେ କେବେ ତ ଘର ଭିତରୁ ଜୋରରେ ତା କଣ୍ଠସ୍ୱର ଶୁଭୁଛି। ଛକ ପାଖ ଚା ଦୋକାନୀ ହରିଆ ବି ଦିନେ ତାଙ୍କୁ ଅଭିମାନ କରି ପଚାରିଥିଲା, ଆଜ୍ଞା, ଆପଣ ବାହା ହେଇଗଲେ କି? ଅଥଚ ଆମକୁ ଟିକେ ଜଣେଇଲେନି। ପ୍ରାୟ ସମସ୍ତେ କହିଲେ ଯେ ଆଦିତ୍ୟଙ୍କ ଘରେ କୌଣସି ସ୍ତ୍ରୀର ସ୍ୱର, ଚୁଡ଼ି ଝଣଝଣ, ଗୀତ ଗାଇବା, ପାଉଁଜି ପିନ୍ଧାର ରୁଣଝୁଣ ଚାଲି ଶୁଭୁଛି। ହରିଆ ଆଉ ଥରେ ବି ବଡ଼ ବଡ଼ ଆଖି କରି କହିଥିଲା, ଆଜ୍ଞା, ଓମଫେଡ୍ କ୍ଷୀର 2 ପ୍ୟାକେଟ୍ ରଖି ସେଦିନ ଢେର ରାତି ଯାଏ ଛକରେ ଆପଣଙ୍କ ଅଫିସ ଫେରନ୍ତା ସମୟକୁ ଚାହିଁ ରହିଥିଲି। ହେଲେ ଆପଣ ନ ଆସିବାରୁ କାଳେ ଆପଣ ଘରେ ଥିବେ ଭାବି ମୁଁ ଆପଣଙ୍କ ହତା ପାଖ ଗେଟ୍ ଖୋଲି ଭିତରକୁ ଆସିଲି। ଜଣେ ସ୍ତ୍ରୀ ଲୋକ କବାଟ ଖୋଲି କହିଲେ ଆପଣ ନାହାନ୍ତି। ତାଙ୍କୁ କ୍ଷୀର 2 ପ୍ୟାକେଟ୍ ଦେଇ ମୁଁ ଫେରି ଆସିଲା ବେଳକୁ ପଛକୁ ଦେଖିଲି ସେ ସେମିତି ଛିଡ଼ା ହୋଇଥିଲେ। ଆଜ୍ଞା, ସେ କିଏ କି? ଯଦି ବାହା ହେଇଛନ୍ତି ତେବେ ଲୁଚଉଛନ୍ତି କାହିଁକି? ଅନ୍ୟମନସ୍କ ହେଇଯାଉଥିଲେ ଆଦିତ୍ୟ। ସେ ଜିନିକୁ କେମିତି ବୁଝେଇବେ ଯେ ସେ ନଥିଲା ବେଳେ ବାହାରକୁ ନ ଯିବା ଉଚିତ। ବାଧ୍ୟ ହୋଇ ଅଭୟଙ୍କୁ ଜିନି ସମ୍ପର୍କରେ ସବୁ କଥା କହିଥିଲେ। ଆଦିତ୍ୟଙ୍କ ଯନ୍ତ୍ରମାନବୀକୁ ଦେଖିବା ପାଇଁ ଲୋକଙ୍କ ଭିଡ଼ ଲାଗିଲା। ଜିନି ଭଳି ଗୋଟିଏ ବିସ୍ମୟକର ଯନ୍ତ୍ରକୁ ପାଇଥିବାରୁ ବେଳେବେଳେ ଗର୍ବରେ ଫୁଲି ଉଠୁଥିଲେ ଆଦିତ୍ୟ। ଖୁସି କିନ୍ତୁ କ୍ଷଣସ୍ଥାୟୀ, ବିଳମ୍ବରେ ଆସେ ଏବଂ ଶୀଘ୍ର ଚାଲିଯାଏ। ଅଫିସରେ ଆଦିତ୍ୟଙ୍କ ମୁଣ୍ଡ ବୁଲେଇ ବାନ୍ତି ହୋଇଥିଲା। ବାନ୍ତିରେ ରକ୍ତ ଦେଖି ଅଫିସ ଲୋକ ତାଙ୍କୁ ହାସ୍ପତାଲରେ ଭର୍ତ୍ତି କରିଦେଲେ। ସପ୍ତାହେ କାଳ ତାଙ୍କର ଚିକିତ୍ସା ଚାଲିଲା। ଡାକ୍ତର କହିଲେ ଶ୍ୱାସନଳୀରେ ଇନଫେକ୍ସନ ଯୋଗୁଁ ଏମିତି ହୋଇଛି। ସତର୍କ ନ ରହିଲେ ଆଗକୁ ସମସ୍ୟା ହୋଇପାରେ। ଅଭୟ ଏବଂ ତାଙ୍କ ମିସେସ୍ ଆସି ପହଞ୍ଚିଲେ। ଆଦିତ୍ୟ ଆଖି ବନ୍ଦ କରି ଶୋଇଥାନ୍ତି। ଅଭୟ ଓ ତାଙ୍କ ମିସେସ୍ଙ୍କ କଥା ସ୍ପଷ୍ଟ ଶୁଣି ପାରୁଥାନ୍ତି ଆଦିତ୍ୟ। ଅଭୟଙ୍କ ସ୍ତ୍ରୀ ତାଙ୍କୁ କହୁଥାନ୍ତି, ଆହେ ତମେ କହୁନା, ତମେ ତ ତାଙ୍କ ସାଙ୍ଗ। ମୋ କଥା କ'ଣ ସେ ଶୁଣିବେ? ତାଙ୍କ ଘରଟା ତ ଗୋଟେ ଭୂତକୋଠି ପାଲଟି ଗଲାଣି। ଆମେ ସେ କଲୋନୀରେ ରହିବା ନା ନାହିଁ? ଅଭୟ ଏଥର ଆଦିତ୍ୟଙ୍କୁ ଧୀରେ ଧୀରେ ଡାକିଲେ। ଆଦିତ୍ୟ ସବୁ ବୁଝୁଥିଲେ ହେଁ ନ ଜାଣିଲା ପରି ମୁଣ୍ଡ ଟିକି ଅଭୟଙ୍କ ଆଡ଼କୁ ଚାହିଁଲେ। ମୁଁ ଭଲ ଅଛି ଅଭୟ, ବ୍ୟସ୍ତ ହୁଅନି। ଅଭୟ ସ୍ତ୍ରୀ ଆଡ଼େ ଆଉ ଥରେ ତଳକୁ ଚାହିଁ ଆଦିତ୍ୟକୁ କହିଲେ, ମୁଁ ଆଉ କିଛି କଥା କହିବାକୁ ଆସିଛି। ହଁ, କହୁନୁ। ତମେ ସପ୍ତାହ ହେବ ମେଡ଼ିକାଲରେ ଅଛ। ସେପଟେ ସେଇ ଯୋଉ ମୂର୍ତ୍ତିଟା ସେ ଆଉ ରଖେଇ ଥୋଇ ଦଉନି। ଘର ଭିତରୁ ଚୁଡ଼ି ପାଉଁଜି ଝଣଝଣ ଶୁଭୁଥିଲା। ଏବେ ତ ସେ ରାତି ଅଧରେ ବଗିଚା ସାରା ବୁଲୁଛି ବୋଲି ଲୋକ କହୁଛନ୍ତି। କାଲି ରାତିରେ କଲୋନୀ ସାରା ଲୋକେ ତା କାନ୍ଦିବା ଶୁଣିଛନ୍ତି। ଆଦିତ୍ୟ କେବଳ ଚାହିଁ ରହିଥାନ୍ତି ଅଭୟକୁ। କେମିତି ବା ବୁଝେଇବେ ଯେ ଜିନି ତାଙ୍କୁ ହିଁ ଖୋଜୁଥିବ। ମେଡ଼ିକାଲରେ ଥିବାରୁ ଜିନି କିଛି ହେଲେ ଖାଇନଥିବ। ଆଦିତ୍ୟଙ୍କ ଭାବନାକୁ ବାଧା ଦେଇ ଏଥର ଅଭୟ ବାବୁଙ୍କ ମିସେସ୍ କହିଲେ, ଦେଖ ଆଦିତ୍ୟ, ସେ ମୂର୍ତ୍ତିଟାକୁ ଆଉ ରଖନି, ଫିଙ୍ଗିଦିଅ। ଘରର ବାସ୍ତୁ ଦୃଷ୍ଟିରୁ ସେ ମୂର୍ତ୍ତି ରହିଲେ ଅନେକ କ୍ଷୟକ୍ଷତି। ଅଭୟ କହିଲେ, ତମେ ତ ତା ମାୟାରେ ପଡ଼ିଯାଇଛ। ସେ ମଣିଷଠୁ ବି ମାରାତ୍ମକ। ତମେ ବୁଝିଲା ବେଳକୁ ସବୁ ଶେଷ ହେଇଯାଇଥିବ।
ସେଦିନ ସନ୍ଧ୍ୟାରେ ସମ୍ପୂର୍ଣ୍ଣ ସୁସ୍ଥ ଥିବା ରିପୋର୍ଟ ଧରି ଆଦିତ୍ୟ ହାସ୍ପତାଲରୁ ଡିସଚାର୍ଜ ହୋଇ ଘରକୁ ଫେରିଲେ। ଘର ଭିତରର ଅବସ୍ଥା ଦେଖି ତାଙ୍କ ଆଶ୍ଚର୍ଯ୍ୟର ସୀମା ରହିଲାନି। ବହିପତ୍ର, ଗିନା ତାଟିଆ ଚାରିଆଡ଼େ ଇତସ୍ତତ ହୋଇ ପଡ଼ିଛି। ଜିନିର ସେ ମୂର୍ତ୍ତି ତାଙ୍କ ଆଡ଼କୁ ଧୀରେ ଧୀରେ ଚାଲି ଆସିଲା ଓ ଆଉଜି ପଡ଼ିଲା ତାଙ୍କ କାନ୍ଧରେ। ଜିନି ଭିନ୍ନ ଦିଶୁଥାଏ, ଲାଗୁଥାଏ ସେ ଝଡ଼ି ଯାଇଛି। ଦୀର୍ଘଦିନ ପରେ ପ୍ରିୟ ମଣିଷକୁ ଦେଖିଲା ପରି ଆଦିତ୍ୟଙ୍କ ଛାତି ଉପରେ ନିର୍ଭୟରେ ଆଉଜି ପଡ଼ିଥାଏ ଜିନି। ଜିନିକୁ ଧରି ତାର ନିର୍ଦ୍ଦିଷ୍ଟ ଜାଗାରେ ଛିଡ଼ା କରେଇଦେଲେ ଆଦିତ୍ୟ। ଅସୁସ୍ଥତା ହେତୁ ଘରକୁ ସଜାଡ଼ିବା ଅବସ୍ଥାରେ ନଥିବାରୁ ଜିନି ପ୍ରତି କ୍ରୋଧ ଓ ନିଜର ଅସହାୟତା ନେଇ ନିସ୍ତେଜ ହୋଇ ପଡ଼ୁଥିଲେ ସେ। କିଛି କ୍ଷଣର ବିଶ୍ରାମ ପରେ ଆଖି ଖୋଲିଲା ବେଳକୁ ଘର ପୂର୍ବ ଭଳି ସଜଡ଼ା ଦିଶୁଥାଏ। ଜିନି ତା ସ୍ଥାନରେ ନଥାଇକି ଠିକ୍ ତାଙ୍କ ଖଟ ବାଡ଼ାକୁ ଲାଗି ବସିଥାଏ। ଆଦିତ୍ୟଙ୍କୁ ଜିନିର ମୁହଁ ଦେଖି ଭାରି ବିକଳ ଲାଗିଲା, କିନ୍ତୁ ସେ କ'ଣ ସେ ଜିନିକୁ ନିଜ ପାଖରେ ରଖିପାରିବେ? ନା। ଏ କଲୋନୀର ଲୋକେ ନାନା କଥା କହିବା ଆରମ୍ଭ କରିଦେଲେଣି। ପରଦିନ ସକାଳୁ ସକାଳୁ କବାଟ ଠେଲି ପଶି ଆସିଲେ ଅଭୟ। ବଡ଼ ପାଟିରେ ଚିତ୍କାର କରି କହି ଉଠିଲେ, ଆଦିତ୍ୟ, ଆଉ ଡେରି କରନି। କାଲି ରାତିରେ ମିଶ୍ରବାବୁଙ୍କ ପୋଷା କୁକୁର ଟମିର ରକ୍ତ ଜୁଡ଼ୁବୁଡ଼ୁ ଦେହ ମିଳିଲା। ଆମ ହେଡ୍ କ୍ଲର୍କ ନିଧିର ସ୍ତ୍ରୀ ଅଜଣା ବେମାରରେ ପଡ଼ି ବାୟାଣୀ ଭଳି ହେଉଛି। ଲାଗୁଛି ଏ ସବୁ କିଛି ପଛରେ ଦାୟୀ ତମର ଏଇ ମୂର୍ତ୍ତି। ଆଦିତ୍ୟ ଜିନି ଆଡ଼କୁ ଚାହିଁଲେ। ତା ସୁନ୍ଦର ଆଖିରେ ଥିବା କରୁଣ ବିନୀତ ଅନୁରୋଧକୁ ସେ ପଢ଼ି ପାରୁନଥିଲେ। ଜିନି ଆଗରେ ହାତ ଯୋଡ଼ି ଆଦିତ୍ୟ କହିଲେ, କ୍ଷମା କରିଦେ ଜିନି। ତୋ ପ୍ରତି ମୋର ଭଲ ପାଇବା ଥିଲେ ବି ମୁଁ ତୋତେ ମୋ ପାଖରେ ରଖିପାରୁନି। ଏ ସମାଜ ବଡ଼ ଅଦ୍ଭୁତ। କିଏ ଖାଇଲା ନ ଖାଇଲା ବୁଝେନି, ହେଲେ କିଏ ଶାନ୍ତିରେ ରହିଲେ ଅଯଥା ହସ୍ତକ୍ଷେପ କରେ। ଏ ଶେଷଥର ପାଇଁ ମୁଁ ମୋ ହାତରେ ତୋତେ ଖୁଆଇଦେବି। ଏଇ ନେ, କହି ଗିଲାସେ କ୍ଷୀର ଜିନି ଓଠରେ ଲଗେଇଦେଲେ ଆଦିତ୍ୟ। ମୁହୂର୍ତ୍ତକରେ ଗିଲାସରୁ କ୍ଷୀର ଶେଷ ହୋଇଗଲା। ପାନିଆଟେ ଆଣି ନିଜ ହାତରେ ଜିନିର ମୁଣ୍ଡକୁ କୁଣ୍ଡେଇ ବଡ଼ ଗଣ୍ଠିଟେ କରିଦେଇ ସେଥିରେ ବାଡ଼ିର ଜିନିଆ ଫୁଲକୁ ଗଜରା ଭଳି ସଜେଇ ଦେଲେ। ଦେହସାରା ଅତର ବିଞ୍ଚିଲେ। ଅପେକ୍ଷା କଲେ ମଧ୍ୟରାତ୍ରକୁ। ଆଲିଙ୍ଗନବଦ୍ଧ ମୁଦ୍ରାରେ ଧରିଲେ ଜିନିକୁ। ତାର ମଥାରେ ଗାଲରେ ଆଙ୍କିଲେ ଅଜସ୍ର ଚୁମ୍ବନ। ଆଖିରୁ ଝରି ପଡ଼ୁଥିବା ଲୁହର ବନ୍ୟା ଭିତରେ ଆଦିତ୍ୟ ବାରି ପାରୁଥାନ୍ତି ଜିନିର ହୃଦୟର ସ୍ପନ୍ଦନକୁ। ଅନୁଭବ କରୁଥାନ୍ତି ଜିନିର ଅବ୍ୟକ୍ତ ଉଚ୍ଚାରଣକୁ। ସେ କହୁଛି, ସତେ ଯେମିତି ସେ କହୁଛି, ମୁଁ ଅଶୁଭ ନୁହେଁ, ମତେ ତମଠୁ ଦୂରାଅନି। ଆଦିତ୍ୟ ଜିନିକୁ ନିଜ ଛାତିରେ ଆଉଜେଇ ନେଇଯାଇଥିଲେ କୁଆଖାଇ ନଦୀବନ୍ଧ ଉପରକୁ। ଜିନିର ହାତରେ କାଜୁ, କିସମିସ, ଚେରି ଏବଂ ଆଉ କିଛି ଉଖୁଡ଼ା ପୁଟୁଳି କରି ବାନ୍ଧିଦେଲେ। ବାସି ଫୁଲକୁ ଫିଙ୍ଗିଲା ପରି ଆଦିତ୍ୟ ଜିନିକୁ ଫିଙ୍ଗିଦେଲେ ପାଣିର ସୁଅ ମୁହଁକୁ। ବାଷ୍ପରୁଦ୍ଧ କଣ୍ଠରେ କହିଲେ, ଯା, ତତେ ତ ବାଟରେ ଛାଡ଼ିଦେଲି। ମୁହୂର୍ତ୍ତକରେ ଶେଷ ହୋଇଯାଇଥିଲା ଗୋଟେ ଅଶୁଣା ଗୋପନ କାହାଣୀ। ଜିନି ଜଳସ୍ରୋତରେ ଭାସିଯିବା ଯାଏ ସେମିତି ଏକଲୟରେ ଚାହିଁ ରହିଥିଲେ ସେ। ଗୋଟେ କିଛି ଦିନ ସେ ଘରୁ ବାହାରକୁ ବାହାରି ପାରିନଥିଲେ। ଘରର ସେ ନିର୍ଦ୍ଦିଷ୍ଟ କୋଣଟି ଥିଲା ଶୂନ୍ୟ। ବହି ଥାକ ଉପରେ ସଜା ହୋଇଥିଲା କିଛି ଚମ୍ପା, ଜିନିଆ ଫୁଲ। ପାଖକୁ ଥିଲା ଦୁଇଟି ଚିଠି। ବିସ୍ମିତ ହୋଇ ଆଦିତ୍ୟ ଚିଠି ଖୋଲିଦେଲା ବେଳକୁ କିଛି ଦିନ ତଳୁ ଆସିଥିବା ତାଙ୍କ ପ୍ରମୋସନ ଲେଟର ପାଇଲେ। ଟେଲିଫୋନ ରିଙ୍ଗ ହେବାରୁ ଆଦିତ୍ୟ ଫୋନ ଉଠେଇଲେ। ଅଭୟ କହିଲେ, ବୁଝିଲ ଆଦିତ୍ୟ, ମିଶ୍ରବାବୁଙ୍କ ଟମିକୁ ଅନ୍ୟ ଗୋଟେ ବୁଲା କୁକୁର ଝୁଣିଥିବାରୁ ସେ କୁଆଡ଼େ ମରିଯାଇଥିଲା। ନିଧି ବାବୁଙ୍କ ସ୍ତ୍ରୀଙ୍କର ବ୍ଲଡ ପ୍ରେସର ଯୋଗୁଁ ସେ ପାଗଳୀଙ୍କ ଭଳି ହେଉଥିଲେ। ଜିନି ଗୋଟେ ବସ୍ତୁଟେ, ତା ଯୋଗୁଁ ଏସବୁ ହେଉଛି ଭାବିବା ଥିଲା ମୂର୍ଖାମି। କ୍ଷମା କରିବ, ଆମେ ତମକୁ ଅଯଥା ହଇରାଣ କଲୁ। ଏପଟୁ ଆଦିତ୍ୟ କହିଲେ, ମୋ ଜିନି ଆଉ ଏସବୁ କରିବାକୁ ନାହିଁ। ମୁଁ ମୋ ଏଇ ହାତରେ ତାକୁ ବିସର୍ଜି ଦେଇଛି। ଭୋ ଭୋ କାନ୍ଦି ଉଠି ଫୋନ କାଟିଦେଲେ ଆଦିତ୍ୟ। ପୁଣି ଯଦି ବାଲିଯାତ୍ରାର ସେଇ ବୁଢ଼ା କେବେ ଦେଖା ହୁଏ ଆଉ ଜିନି କଥା ପଚାରେ, କ'ଣ ଉତ୍ତର ଦେବେ ତାକୁ? ଗୋଟେ ଯନ୍ତ୍ର ମାନବୀକୁ ସେ ଜଳ ସମାଧି ଦେଇଛନ୍ତି। ମନେ ପଡ଼ୁଛି ସେଦିନ ସେ ଅଫିସରୁ ବାହାରିଥିଲେ ଏବଂ ରାସ୍ତା ଦୁର୍ଘଟଣାରୁ ଜିନି ହିଁ ତାଙ୍କୁ ମେଡିକାଲ ଯାଏ ଆଣି ଏଭଳି କରିଥିବ। ସବୁ କଥା ଆଦିତ୍ୟଙ୍କ ଆଗରେ ସ୍ପଷ୍ଟ ହୋଇଯାଉଥିଲା। ମେଡିକାଲରୁ ଘରକୁ ଫେରିବା ପରେ ଖାଁ ଖାଁ ଘରଟା ଯେମିତି ତାଙ୍କୁ ଖାଇ ଗୋଡ଼େଇଲା ପରି ଲାଗୁଥାଏ। ଅଦ୍ଭୁତ ଭାବନା ଭିତରେ 2 ରାତି ଶୋଇପାରିନଥିଲେ ଆଦିତ୍ୟ। 2 ରାତିର ଅଧା ନିଦକୁ ପୂରା କରିବା ପାଇଁ ଗୋଟେ ନିଦ ବଟିକାଟେ ଖାଇ ଶୋଇବାକୁ ଚେଷ୍ଟା କରିଛନ୍ତି କି ନାହିଁ, ଦେହ ପାଖରେ କେହି ଲେସି ହୋଇ ଚାଲିଯିବା ପରି ସେ ଅନୁଭବ କଲେ। କାହା ଚିହ୍ନା
ଶ୍ୱାସ ପ୍ରଶ୍ୱାସର କିଛି ନିରବିତ ଶବ୍ଦକୁ ବାରି ପାରି ଉଠି ପଡ଼ିଲେ ଆଦିତ୍ୟ। ଶୋଇଥିବା ପ୍ରକୋଷ୍ଠରେ ସ୍ତିମିତ ନୀଳ ଆଲୋକ ବିଛାଡ଼ି ହୋଇ ପଡ଼ିଥାଏ। ଘରର ସେଇ ନିର୍ଦ୍ଦିଷ୍ଟ ସ୍ଥାନଟିରେ ଜଣକର ଅନୁପସ୍ଥିତିର ଶୂନ୍ୟତାକୁ ଅନୁଭବ କରୁଥିଲେ, ଯେଉଁଠି 2 ବର୍ଷ ଧରି ସେ ଜିନିକୁ ଅପଲକ ଚକ୍ଷୁରେ ଛିଡ଼ା ହେବା ଦେଖି ଆସୁଥିଲେ। କେମିତି ଏକ ତୀବ୍ର ଶୂନ୍ୟତାରେ ଆଦିତ୍ୟଙ୍କ ହୃଦୟ ଓଜନିଆ ଲାଗୁଥିଲା। ବିକଳ ଆବେଗରେ ତାଙ୍କ ହୃଦୟ ପୁରି ଉଠୁଥିଲା। କଡ଼ ଲେଉଟାଇ ଶୋଇବାକୁ ଆପ୍ରାଣ ଚେଷ୍ଟା କରି ଆସୁଥିଲେ ଆଦିତ୍ୟ। ମୁଣ୍ଡ ଉପରର ପଙ୍ଖାଟା ଜୋରରେ ବୁଲୁଥିଲେ ବି କପାଳରେ ଥୋପି ଥୋପି ଝାଳ ବିନ୍ଦୁ ଜକେଇ ଆସୁଥାଏ। ସେତିକିବେଳେ ଝରକା ସେପଟୁ ଝଣଝଣ ଶବ୍ଦ ଶୁଭିଲା, ଜିନିର କାଚ ଚୁଡ଼ିର ଶବ୍ଦ ଭଳି। ନା, ଆଉ ଶୋଇ ହେବନି ଭାବି ଆଦିତ୍ୟ କବାଟ ଖୋଲି ବାହାରକୁ ବାହାରିଲେ। ପୁନେଇର ଗୋଲ ତୋଫା ଜହ୍ନ ଆଲୁଅରେ ବାହାର ବଗିଚାର ଚୁନା ଚୁନା ଫୁଲ ସବୁ ସୁନ୍ଦର ଦିଶୁଥାନ୍ତି। ଗେଟ୍ ପାଖକୁ ଲାଗି ଆମ୍ବ ଗଛ ଚଉତରା ପାଖରେ କିଏ ସେ ଛିଡ଼ା ହେଇଛି? ସ୍ପଷ୍ଟ ଦେଖିପାରୁଥିଲେ ଆଦିତ୍ୟ। ବଡ଼ ପାଟିରେ ପଚାରିଲେ, କିଏ ସେ ସେଠି? ସେଇଠି ରୁହ। ଆଦିତ୍ୟ ବଡ଼ ବଡ଼ ପାହୁଣ୍ଡ ପକେଇ ବଗିଚା ଭିତରକୁ ଗଲେ। ପଥର ଖଣ୍ଡେ ଝୁଣ୍ଟି ପଡ଼ିବାରୁ ତାଙ୍କର ପାଦ ଗୋଇଠିଟା ମୋଡ଼ି ହୋଇଗଲା। ଓଃ କହି ପାଦଟାକୁ ଚାପି ଧରିବାକୁ ନଇଁ ପଡ଼ି ଗେଟ୍ ଆଡ଼କୁ ଚାହିଁଲା ବେଳକୁ ସେଠି କେହି ନଥିଲେ। ଶରତ ଋତୁର ଧିମା ଧିମା ଶୀତୁଆ ପବନ ଆଦିତ୍ୟଙ୍କୁ ଟିକେ ଆନମନା କରୁଥାଏ। ଜିନିର ସେଇ ଢଳ ଢଳ କଣ୍ଢେଇ ଭଳି ଆଖି ତାଙ୍କ ଆଖି ଆଗରେ ନାଚି ଯାଉଥାଏ। କ୍ଷଣେ ଗେଟ୍ ଆଡ଼କୁ ଆଉ ଟିକେ ଚଉତରା ଆମ୍ବ ଗଛ ମୂଳକୁ ଚାହିଁ ପୁଣି ନିଜ ପ୍ରକୋଷ୍ଠକୁ ଫେରି ଆସିଲେ ଆଦିତ୍ୟ। ଘଣ୍ଟାରେ ରାତି 3:30। ଛୋଟ ପିଲା ପରି କାନ୍ଦି ଉଠିଲେ ଆଦିତ୍ୟ। ପଛରୁ କାହାର ଏ ପାଉଁଜି ଶବ୍ଦ, କାହାର ଏ ସ୍ପର୍ଶ। ଲୁହ ଭିଜା ଆଖିରେ ପଛକୁ ଚାହିଁଲା ବେଳକୁ ଏ କ'ଣ ସେ ଦେଖୁଛନ୍ତି? ହସ ହସ ମୁହଁରେ ଛିଡ଼ା ହୋଇଥିଲା ଜିନି। ଆବେଗରେ ତା ପାଖକୁ ଧାଇଁଗଲେ ଆଦିତ୍ୟ। କୁନି ଛୁଆକୁ ଧରିଲା ପରି ଜୋରରେ ଜାବୁଡ଼ି ଧରିଲେ ଜିନିକୁ। ଜିନିର ହୃଦୟର ଅଶ୍ରୁତ ଶବ୍ଦ ଶୁଣି ପାରୁଥିଲେ ସେ। ସତେ ଯେମିତି ସେ କହୁଥିଲା, ଆତ୍ମା ଅମର, ଜିନି ଅମର, ତାର ମରଣ ନାହିଁ। ଆଦିତ୍ୟଙ୍କୁ ଶୁଭୁଥିଲା ଜିନିର ସ୍ୱର, କାନ୍ଦ ନାହିଁ, ପର କଥାକୁ ଧରି ବସିଲେ କ'ଣ ଘର ଚଳେ? ଲୋକେ ତ କେତେ କ'ଣ କହିବେ।